ହ୍ୟାଲୋ ସମସ୍ତଙ୍କୁ ମୋର ନମସ୍କାର। ମୁଁ ଦେବାଶିଷ ଆପଣମାନଙ୍କୁ ଆଜିର ଏକ ନୂଆ ଭିଡ଼ିଓରେ ସ୍ୱାଗତ ଜଣାଉଛି। ଭାରତ ସରକାରଙ୍କ ଦ୍ୱାରା ଗୋଟେ ସର୍ଭେ ଏବେ ଚାଲିଛି, ଯେଉଁଟାକି ରହିଛି ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ରେଟିଂ, ଯାହାକି SHVR ନାମରେ ରହିଛି। ତ ଏହି ସର୍ଭେଟି କ'ଣ ଏବଂ ଏଟା କିପରି କରାଯିବ ଆମେ ଆଜି ଏହି ଭିଡ଼ିଓରେ ଦେଖିବା। ତ ଏହି SHVR ଆମକୁ 6ଟି ଦିଗର ଡାଟା ସବୁ ଦେବା ପାଇଁ ପଡ଼ିବ, ଯେମିତିକି ୱାଟର, ହ୍ୟାଣ୍ଡ ୱାସିଂ ଆଣ୍ଡ ୱିଥ୍ ସପ୍, ବିହେଭିୟର ଚେଞ୍ଜ ଆଣ୍ଡ କାପାସିଟି ବିଲ୍ଡିଂ, ଟଏଲେଟ୍ ଅପରେସନ୍ ଆଣ୍ଡ ମେଣ୍ଟେନାନ୍ସ, ମିଶନ ଲାଇଫ୍ ଆକ୍ଟିଭିଟିଜ୍। ଏହିସବୁ ଗୁଡ଼ାକ ଆମକୁ ଏଇଥିରେ ଫିଲ୍ଅପ୍ କରିବା ପାଇଁ ପଡ଼ିବ। ତ ଏହା ପାଇଁ ମୋର ଅସେପା ତରଫରୁ ଗୋଟେ ଚିଠି ମଧ୍ୟ ଇସ୍ୟୁ ହେଇଥିଲା, ଦେଖିପାରିବେ 18/8/2025ରେ ଏ ଚିଠିଟି ଇସ୍ୟୁ ହେଇଛି from ଶ୍ରୀମତୀ ଅନନ୍ୟା ଦାସ IAS ଷ୍ଟେଟ୍ ପ୍ରୋଜେକ୍ଟ ଡାଇରେକ୍ଟର ଟୁ ଅଲ୍ DO କମ୍ DPC ସମଗ୍ର ଶିକ୍ଷା ଓଡ଼ିଶା। ଏଥିରେ ଲଞ୍ଚିଂ ଅଫ୍ ସଚ୍ ଏବଂ ହରିତ ବିଦ୍ୟାଳୟ ରେଟିଂ SHVR 2025-26। ଏହି ସର୍ଭେଟିକୁ ସମସ୍ତ ସ୍କୁଲ ଯେପରିକି ଗଭର୍ଣ୍ଣମେଣ୍ଟ ଏଡେଡ୍, ପ୍ରାଇଭେଟ୍, ରେସିଡେନ୍ସିଆଲ, ଟ୍ରାଇବାଲ, ମାଇନରିଟି, ସେଣ୍ଟ୍ରାଲି ରନ୍ ସ୍କୁଲ, ସମସ୍ତ ସ୍କୁଲ ଗୁଡ଼ିକ ଏହି ସର୍ଭେଟିକୁ କରିବା ପାଇଁ ପଡ଼ିବ। ତ ଏହି ସର୍ଭେ କରିବା ପାଇଁ ଆମେ କ'ଣ କରିବା ତାର ଫୁଲ୍ ଡିଟେଲ୍ସ ଏହି ଭିଡ଼ିଓରେ ଦେଖିବା। ତ ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଏହି ରେଜିଷ୍ଟ୍ରେସନ କରିବା ପାଇଁ ଆମକୁ ଦୁଇଟି ମୋଡ଼ର ବ୍ୟବସ୍ଥା ଦିଆଯାଇଛି, ଯେପରିକି ୱେବସାଇଟ୍ ଦ୍ୱାରା ଆମେ କରିପାରିବା କିମ୍ବା ମୋବାଇଲ ଆପ୍ଲିକେସନ ଦ୍ୱାରା କରିପାରିବା। ଦେଖିପାରୁଥିବେ ଏଠାରେ ଲଗ୍ଇନ୍ ବା ସାଇନ୍ ଅପ୍ ରହିଛି। ତ ୱେବସାଇଟ୍ ମାଧ୍ୟମରେ କଲେ ଆମେ ଏଇ ଲଗ୍ଇନ୍ ବା ସାଇନ୍ ଅପ୍ରେ କ୍ଲିକ୍ କରିକି ସେଠାରେ ରେଜିଷ୍ଟ୍ରେସନ କରିବା ଏବଂ ତାର ଫର୍ମଟିକୁ ଫିଲ୍ଅପ୍ କରିବା। ତ ଆମେ ଆଜି ମୋବାଇଲ ଆପ୍ଲିକେସନ ଦ୍ୱାରା କିପରି କରିବା ତାହା ଦେଖିବା। ଚାଲନ୍ତୁ ପ୍ରଥମେ ଗୁଗଲ ପ୍ଲେ ଷ୍ଟୋର ଖୋଲିକି SHVR ଟାଇପ୍ କରିଦେବା ଏବଂ ସର୍ଚ୍ଚ କରିଦେବା। ତାପରେ ଦେଖିପାରୁଥିବେ SHVR NCERT ଲେଖା ହେଇଛି, ସେ ଆପ୍ଲିକେସନଟିକୁ ଆମେ ଇନଷ୍ଟଲ୍ କରିବା। ତାପରେ ଇନଷ୍ଟଲ୍ ହେଇସାରିଲା ପରେ ଆମ ସାମ୍ନାରେ ଏଇଭଳିଆ ଇଣ୍ଟରଫେସଟି ଆସିବ। ଆମେ ପ୍ରଥମେ ଏଠାରେ ଲାଙ୍ଗୁଏଜଟିକୁ ସିଲେକ୍ଟ କରିବା। ଇଂଲିଶ ଏବଂ ହିନ୍ଦୀ ଦୁଇଟି ଲାଙ୍ଗୁଏଜ ରହିଛି। ମୁଁ ଏଠାରେ ଇଂଲିଶ ଲାଙ୍ଗୁଏଜକୁ କ୍ଲିକ୍ କରୁଛି ଏବଂ ନେକ୍ସଟ ଉପରେ କ୍ଲିକ୍ କଲା ପରେ ଆପଣଙ୍କ ସାମ୍ନାରେ ଏଇଭଳିଆ ପପଅପ୍ ୱିଣ୍ଡୋ ଗୁଡ଼ାକ ଆସିବ। ଏଠାରେ ଆପଣ ପଢ଼ିକି SHVR ରେଟିଂର କ'ଣ ଡିଟେଲ୍ସ ଗୁଡ଼ିକ ରହିଛି ତାହା ଆପଣ ଏଠାରେ ଦେଖିପାରିବେ। ଯଦି ଆପଣ ଏଗୁଡ଼ାକୁ ନ ପଢ଼ିକି ସ୍କିପ୍ କରିବା ପାଇଁ ଚାହୁଁଛନ୍ତି, ତେବେ ରାଇଟ୍ ସାଇଡ଼୍ରେ ଟପ୍ରେ ସ୍କିପ୍ ଅଛି, ସେଠାରେ ଆପଣ କ୍ଲିକ୍ କରିପାରିବେ। ମୁଁ ସ୍କିପ୍ ଉପରେ କ୍ଲିକ୍ କରୁଛି। ତାପରେ ଆମ ସାମ୍ନାରେ ଏଇଭଳିଆ ଗୋଟେ ୱିଣ୍ଡୋ ଆସିବ, ଯେଉଁଠାରେ ସିଲେକ୍ଟ ୟୋର ରୋଲ୍ ଅଛି। ଆମେ ସ୍କୁଲ ୟୁଜର ଉପରେ କ୍ଲିକ୍ କରିବା, ତାପରେ କଣ୍ଟିନ୍ୟୁ ଉପରେ କ୍ଲିକ୍ କରିଦେବା। ତାପରେ ମୋବାଇଲର ଲୋକେସନ୍ ଆକ୍ସେସ୍ କରିବା ପାଇଁ ଏଠାରେ ମାଗୁଛି ହ୍ୱାଇଲ୍ ୟୁଜିଂ ଦ ଆପ୍, ତା ଉପରେ କ୍ଲିକ୍ କରିଦିଅନ୍ତୁ। ଏଇଭଳିଆ ଲଗ୍ଇନ୍ ପେଜ୍ଟି ଆସିଯିବ। ତ ଯଦି ଆପଣମାନେ ପୂର୍ବରୁ ରେଜିଷ୍ଟ୍ରେସନ କରିସାରିଛନ୍ତି, ତେବେ ଏଠାରେ ୟୁଡାଇସ୍ କୋଡ଼୍ ଏବଂ ପାସୱାର୍ଡ଼ ଦେଇକି ସାଇନ୍ ଇନ୍ କରିପାରିବେ। ଯଦି ଆପଣମାନେ ଏଠାରେ ନୂଆ ଅଛନ୍ତି କିମ୍ବା ରେଜିଷ୍ଟ୍ରେସନ କରିନାହାନ୍ତି, ତେବେ ସାଇନ୍ ଅପ୍ ଉପରେ କ୍ଲିକ୍ କରିକି ଆପଣ ଏଠାରେ ସାଇନ୍ ଅପ୍ କରିପାରିବେ। ତ ଚାଲନ୍ତୁ ଆମେ ସାଇନ୍ ଅପ୍ କରିବା। ସାଇନ୍ ଅପ୍ ଉପରେ କ୍ଲିକ୍ କରିବେ। ତାପରେ ଏଇଭଳିଆ ସାଇନ୍ ଅପ୍ ପେଜ୍ଟି ଆସିଯିବ। ଏଠାରେ ଆପଣ ୟୁଡାଇସ୍ କୋଡ଼୍ଟିକୁ ଆପଣଙ୍କର ଫିଲ୍ଅପ୍ କରିଦେବେ। ତାପରେ ଏଠାରେ ସାଇଡ଼୍ରେ ଥିବା କ୍ୟାପ୍ଚା କୋଡ଼୍ଟିକୁ ଆପଣ ଫିଲ୍ଅପ୍ କରିବେ। ତାପରେ କଣ୍ଟିନ୍ୟୁ ଉପରେ କ୍ଲିକ୍ କରିବେ। କଣ୍ଟିନ୍ୟୁ ଉପରେ କ୍ଲିକ୍ କଲା ପରେ ଏଠାରେ ଆପଣଙ୍କୁ ମୋବାଇଲ ନମ୍ବର ଦେବା ପାଇଁ ପଡ଼ିବ। ଯେଉଁ ମୋବାଇଲ ନମ୍ବରଟି ଆପଣଙ୍କ ୟୁଡାଇସ୍ ପ୍ଲସ୍ ସିଷ୍ଟମରେ ରହିଛି, ସେହି ମୋବାଇଲ ନମ୍ବରଟି ଏଠାରେ ଆପଣ ଟାଇପ୍ କରିବେ। ତାପରେ କଣ୍ଟିନ୍ୟୁ ଉପରେ କ୍ଲିକ୍ କରିବେ। ତାପରେ ଗୋଟେ ସେଇ ମୋବାଇଲ ନମ୍ବରରେ OTP ଯିବ। ସେ OTPଟିକୁ ଆପଣ ଏଠାରେ ଫିଲ୍ କରିଦେବେ। ଫିଲ୍ କରିସାରିଲା ପରେ ଆପଣ କଣ୍ଟିନ୍ୟୁ ଉପରେ କ୍ଲିକ୍ କରିବେ। ଆପଣଙ୍କ ସାମ୍ନାରେ ଏଇଭଳିଆ ସ୍କୁଲର ଡିଟେଲ୍ସ ଶୋ କରିବ। ତାପରେ ଡିଟେଲ୍ସଟିକୁ ଚେକ୍ କରି ତଳେ କିଛି ଗୁଡ଼ିଏ ଫିଲ୍ଅପ୍ କରିବା ପାଇଁ ଦିଆହେଇଛି, ସେଗୁଡ଼ିକୁ ଆପଣ ଫିଲ୍ଅପ୍ କରିବେ। ୱେଦର ସ୍କୁଲ ଇଜ୍ ଲୋକେଟେଡ୍ ଇନ୍ ବର୍ଡ଼ର ଭିଲେଜ, ଯଦି ଆପଣଙ୍କ ସ୍କୁଲଟି ଦୁଇଟି ଷ୍ଟେଟ୍ର ବର୍ଡ଼ର ଭିଲେଜରେ ରହୁଛି, ତେବେ ଆପଣ ଏଠାରେ ୟେସ୍ କରିବେ, ନଚେତ୍ ଆପଣ ଏଠାରେ ନ କରିବେ। ତାପରେ ଏଠାରେ ଡେଜିଗ୍ନେସନ୍ ଅଫ୍ ରେସ୍ପଣ୍ଡେଣ୍ଟ ରହିଛି। ଏଠାରେ ଆପଣ ଆପଣଙ୍କ ଡେଜିଗ୍ନେସନଟିକୁ ସିଲେକ୍ଟ କରିବେ।
जदि आप प्रिंसिपल थे प्रिंसिपल रे क्लिक करेंगे। जदि आप इंचार्ज हेड ऑफ स्कूल थे तब सेकंड ऑप्शन टी चूज करेंगे। तो मुझे इंचार्ज हेड ऑफ स्कूल चूज कर देछि। तापरे स्कूल प्रीमिस रो यूजेस किपर रही है एटा आप चूज करेंगे। तो आम स्कूल टी सिंगल शिफ्ट स्कूल से मु लास्ट ऑप्शन टी को सिलेक्ट करुच्ची। आपण एठारे टर्म एंड कंडीशन रो चेकबॉक्स टी को सिलेक्ट करदेवे। तापरे वेरीफाई एंड प्रोसीड उपरे क्लिक करेंगे। आपन सामने रे एभला गुडे पासवर्ड क्रिएशन रो पेज टी आसीबो। तो आपण एठारे पासवर्ड एवं सेही पासवर्ड को पुनर्बार देकी कन्फर्म पासवर्ड रे टाइप करेंगे। तापरे ताको सबमिट करदेवे। साइन अप रे क्लिक कला परे आपन सामने रे एभला गुडे पॉपअप विंडो आसीबो। तापरे आपण रे ओके रे क्लिक करदेवे। आपन साइन अप सक्सेसफुल हो जाइछि। वर्तमान प्राइमरी इनफॉरमेशन गुडी को हम एठारे फिल करिबा। आपण माने आपन स्कूल रो बॉयज एवं गर्ल्स एनरोल जते हेचंती तांको एठी टाइप करदेवे। तापरे जदि आपनकर स्पेशल नीड रो चाइल्ड के थिबे बॉयज गर्ल्स जते जण थिबे आपण एठारे टाइप करिवे। तापरे आपनकर स्कूल रो टीचर एंड स्टाफ मेल एवं फीमेल आपण एठारे टाइप करिवे। तापरे टोटल नंबर वाटर पॉइंट आपनको स्कूल रे केतोटी वाटर पॉइंट रहिछि आपण एठारे टाइप करिवे। तापरे टॉयलेट इन स्कूल्स बॉयज एवं गर्ल्स मान को पई केतोटी टॉयलेट रहिछि आपण ता एठारे फिल अप करिवे। एवं यूरिनल पॉइंट गुडी को बॉयज एवं गर्ल्स पई केतोटी रहिछि ता मध्ये आपण एठारे टाइप करिवे। तापरे रहिछि डज द स्कूल हैव ए फंक्शनल सिस्टम फॉर सेफ डिस्पोजल ऑफ वाटर। जदि ड्रिंकिंग वाटर पाखरु आपनकर वास्ट वाटर मैनेजमेंट पाई कौन सिस्टम रही आपण एठारे सिलेक्ट करेंगे। तो ड्रॉप डाउन रे आपण क्लिक करेंगे। तापरे सेठर आपण सिलेक्ट करेंगे। मु एठारे वास्ट वाटर पाई आपनकर सॉकपिट रही किंबा आपण ताको किचन गार्डन व्यवहार करचंती किंबा ताको आपनकर ड्रेन को कनेक्ट हेछि किंबा ताको आपण रीयूज पाई व्यवहार करचंती। आपण आपनको स्कूल रे जेभଳି भाबरे ताको यूज करचंती आपण ताको क्लिक करेंगे। मु एठारे कनेक्टेड टू ड्रेन और चैनल विथ सेफ डिस्पोजल को सिलेक्ट करुच्ची। तापरे आमे नेक्स्ट डज द स्कूल हैव ए फंक्शनल सिस्टम फॉर सेफ डिस्पोजल ऑफ वास्ट वाटर नियर हैंड वाशिंग। आपनकर जदि हैंड वाशिंग पाखर जो वास्ट वाटर रही ताकू आपण किपरि भाबरे मैनेज करूछंती। तो एटा मध्य मु कनेक्टेड टू ड्रेन और चैनल ताकू सिलेक्ट करबी एवं सेव एंड नेक्स्ट उपरे क्लिक कर देबी। जदि आपण स्कूल को SVP 2016-17 किंबा 17-18 किंबा 21-22 रे कोनोसी अवार्ड मिली तेबे आपण एठारे यस करेंगे। जदि किछि मिली नाही तेबे नो को सिलेक्ट करिकी आपण सेव एंड नेक्स्ट उपरे क्लिक करेंगे। जदि आपण स्कूल रे स्वच्छता एक्शन प्लान डेवलप करछंती एवं ताकू इम्प्लीमेंट करछंती तेबे आपण एठारे यस करेंगे। नचेत आपण एठारे नो क्लिक करेंगे। तापरे एठारे जदि आपण सस्टेनेबल वाटर सैनिटेशन एवं हाइजीन स्कूल रे मेंटेन करछंती तेबे आपण यस करेंगे नचेत न करेंगे। तो एठारे देखते क्लिक हेयर फॉर मोर डिटेल्स रही ता उपरे क्लिक करी आपण एठारे से स्टैंडर्ड गुडी को चेक करि पारिबे एवं ताकू फिलअप करी आपण सबमिट बटन उपरे क्लिक करेंगे। तापरे आपनकर रजिस्ट्रेशन टी सक्सेसफुल हो जाइछि। तापरे आपनको एभळा गोटे विंडो आसीबो जोठरे सर्वे कैटेगरीज रही एवं अपलोड फोटो रही। एठारे 6टी कैटेगरी रही 6टी कैटेगरी रे 61 टी क्वेश्चन रही। आपण समस्त क्वेश्चन को एठारे फिलअप करेंगे एवं तापरे फोटो गुडी को अपलोड करेंगे। तो चलंतु आमे प्रथमे वाटर कैटेगरी टी को सिलेक्ट करबा एवं समस्त क्वेश्चन गुड़िकर एठारे प्रथम क्वेश्चन रही आपण स्कूल कैंपस भितर ड्रिंकिंग वाटर रो सुविधा किपरि रही। टोटाली ड्रिंकिंग वाटर नाही किंबा वेल किंबा ओपन सोर्स रो आपण यूज करछंती किंबा बोरवेल किंबा हैंडपंप रो यूज करछंती किंबा पाइप सप्लाई यूज करछंती आपण एठारे सिलेक्ट करेंगे। तो मु एठारे सीडी को सिलेक्ट करछि हैंडपंप बोरवेल किंबा ट्यूबवेल रो हम एठारे यूज करूछु। तापरे तले देखि पाथबे सेव एज ड्राफ्ट अछि। तापर एठारे क्लिक करले आपनको
आंसर टी एठारे सेव हेबो तापरे आपण नेक्स्ट उपरे क्लिक करिवे नेक्स्ट उपरे क्लिक कले आपनको नेक्स्ट क्वेश्चन टी आसीबो नेक्स्ट क्वेश्चन टी रही जदि आपण स्कूल रे वर्ष सारा ड्रिंकिंग वाटर रो जो फैसिलिटी आपण देइचंती ताहा प्रति डे बॉर्डर स्कूल पिलांक पई 1.5 लीटर एवं रेसिडेंशियल स्कूल मानकर जो पिला मन अछती ताको पई 5 लीटर रो व्यवस्था रही वर्ष सारा तेबे आपण एठारे यस करिवे नचेत आपण एठारे न करिवे तापरे आपण नेक्स्ट उपरे क्लिक करिवे नेक्स्ट क्वेश्चन रही ड्रिंकिंग वाटर आपण किपरि स्टोर करिक रखुचंती तो आपण किपरि आपण स्टोरेज नाही किंबा कंटेनर किंबा पिक्चर रे आपण रखुचंती किंबा कंटेनर पिच विथ लीड एंड लैडल रखुचंती किंबा स्टोरेज टैंक विथ वाटर टैप आपनकर को सिस्टम टी रही आपण एठारे सिलेक्ट करिकी आपण नेक्स्ट उपरे क्लिक करिवे नेक्स्ट क्वेश्चन टी रही आपनकर ड्रिंकिंग वाटर को किपरि भाबरे आपण डेली ट्रीटमेंट करछंती जेपर कि फिल्ट्रेशन करछंती किंबा बॉइलिंग करछंती किंबा ब्लीचिंग पकोछंती किंबा एडवांस ट्रीटमेंट यूनिट अच्छी आपंकर जेपर कि आर यूवी माइक्रो फिल्ट्रेशन तो आपण एठारे आपनको जो परिस्थिति अच्छी आपण एठारे ताको सिलेक्ट करिवे नेक्स्ट क्वेश्चन टी रही आपण स्कूल रो ड्रिंकिंग वाटर को वर्ष को केते थर टेस्ट करोछंती ऑथराइज लैब मानक द्वारा तो आपण थरे किंबा 2 थर ताको टेस्ट करोछंती ताको एठारे आपण सिलेक्ट करिवे एवं तार गोटे कॉपी आपन को एठारे सबमिट अपलोड करिया पई पड़िबो तापर नेक्स्ट क्वेश्चन टी रही आपनकर ड्रिंकिंग वाटर पई केतोटी फंक्शनल वाटर पॉइंट रही ताको आपन एठारे टाइप करिवे गोटे कि 2टा 3टा आपन जतोटी थिबो आपन एठारे ताको टाइप करिवे तापर नेक्स्ट ऊपर क्लिक करिवे तापर मेन सोर्स ऑफ वाटर आपन टॉयलेट रे को सोर्स रो आपन यूज करछंती वाटर सोर्स रु आपन देबे हमर एठी रनिंग वाटर विथ टैप इनसाइड ईच टॉयलेट यूनिट अछि हम ताको सी ऑप्शन टी को सिलेक्ट करके नेक्स्ट बटन रे क्लिक करूची मेन सोर्स ऑफ वाटर फॉर हैंड वाशिंग आपन कोन रही हैंड वाशिंग पई सोर्स ऑफ वाटर हमर एठी रनिंग वाटर विथ टैप इन ऑल हैंड वाशिंग पॉइंट रही सी ऑप्शन टी को मैं चूज करछि आपन को हिसाब रे जो फैसिलिटी अच्छी आपन ताको सिलेक्ट करिवे रेन वाटर हार्वेस्टिंग पई आपन को स्कूल जदी फैसिलिटी अच्छी तबे आपन यस करिवे नचेत एठारे न करिवे एठारे हमर वाटर कैटेगरी रो समस्त 9टी क्वेश्चन हमें आंसर दे सारछे एबे हमें सेव एज ड्राफ्ट ऊपर क्लिक कर देबे तापरे हमें नेक्स्ट बटन ऊपर क्लिक करिवा नेक्स्ट बटन क्लिक करले आप एठारे चेंज कैटेगरी पई गोटे ऑप्शन आछी ताका हमें कैटेगरी चेंज करले नेक्स्ट कैटेगरी टॉयलेट रो क्वेश्चन गुडी को एठारे आसी जीवो ए क्वेश्चन रही आपन को स्कूल रे बॉयज एवं गर्ल्स मान को पई सेपरेट टॉयलेट वर्किंग कंडीशन रे अछि कि नाही तो हमर 2टी टॉयलेट अछि बॉयज एवं गर्ल्स मान को पई तो सेपरेट टॉयलेट मो सेति पई डी ऑप्शन टी को एटारे सिलेक्ट करबी को एजुकेशन देयर इज एट लीस्ट 1 यूनिट फॉर ईच बॉयज एंड गर्ल्स तापर नेक्स्ट बटन ऊपर क्लिक करबी हाउ मेनी टॉयलेट सीट वर्किंग कंडीशन आपन एठारे टॉयलेट सीट केतोटी वर्किंग कंडीशन अछि बॉयज पई एवं गर्ल्स पई आपन एठारे सिलेक्ट करिवे तापरे यूरिनल केतोटी अछि बॉयज एवं गर्ल्स मान को पई वर्किंग कंडीशन रे आपन एठारे टाइप करिवे टाइप कर सला परे नेक्स्ट बटन ऊपर क्लिक करिवे तापर क्वेश्चन अछि डज द स्कूल हैव टॉयलेट एक्सेसिबल फॉर सीडब्ल्यूएसएन पई जदी आपन को स्कूल रे टॉयलेट सीट अछि एवं सेटा हैंडरेल एवं रैंप रही कि नहीं ताको आपन एठारे सिलेक्ट करिवे मोर एठी सीडब्ल्यूएसएन टॉयलेट नाही मो सेति पेंटरे नॉट एक्सेसिबल टू सीडब्ल्यूएसएन ताको मो सिलेक्ट करूची तापर नेक्स्ट बटन ऊपर क्लिक करिवे तापर क्वेश्चन टी रही आपन को टॉयलेट फैसिलिटी सबु ग्रुप रो चिल्ड्रन मानक पई सुइटेबल कि नुहे आपन जदी सब चिल्ड्रन यूज करि पारछंती तबे आपन एठरे यस करिवे नचेत न करिवे तापर नेक्स्ट क्वेश्चन टी रही स्कूल रे स्टाफ एवं टीचर मान पई सेपरेट टॉयलेट जदी थिबो ताको यस करिवे नचेत न करिवे तापर टॉयलेट यूनिट गुडी करे डोर लैच जदी अछि तबे यस करिवे नचेत न करिवे तापर नेक्स्ट क्वेश्चन रही ऑल टॉयलेट ऑफ स्कूल हैव हैंगिंग हुक्स जदी थिबो आपन करो टॉयलेट गुडी करे
ତେବେ ୟେସ୍ କରିବେ ନଚେତ୍ ନ କରିବେ। ଯଦି ଟଏଲେଟ୍ ୟୁନିଟ୍ ଗୁଡ଼ିକରେ ପ୍ରପର୍ ଭେଣ୍ଟିଲେସନ୍ ହୋଇପାରୁଥିବ, ଭେଣ୍ଟିଲେସନ୍ ପାଇଁ ଯଦି ଆପଣଙ୍କ ସୁବିଧା ଅଛି ତେବେ ୟେସ୍ କରିବେ। ନେକ୍ସଟ କ୍ୱେଶ୍ଚନଟି ରହିଛି ଆପଣଙ୍କର ଟଏଲେଟ୍ ୱାଷ୍ଟ ଅର୍ ଫେସିଆଲ୍ ସ୍ଲଜ୍ ପାଇଁ ତାର ଡିସ୍ପୋଜାଲର ମେକାନିଜିମ୍ ପାଇଁ କ'ଣ ସୁବିଧା ଆପଣଙ୍କ ପାଖରେ ରହିଛି ଏଟା ଦେଖିପାରୁଥିବେ। ସି ଅପସନ୍ଟି ଅଛି ସେପ୍ଟିକ୍ ଟ୍ୟାଙ୍କ ଅର୍ ବାୟୋ ଟଏଲେଟ୍। ତ ଆମେ ତାକୁ କ୍ଲିକ୍ କରିବା। ଯଦି ଆପଣଙ୍କ ପାଖରେ ତାହା ନାହିଁ ତ ଆଉ ଦୁଇଟି ଅପସନ୍ ମଧ୍ୟରୁ ଆପଣଙ୍କର ଯେଉଁଟା ସୁଇଟେବୁଲ୍ ହେବ ତାକୁ ଆପଣ ସିଲେକ୍ଟ କରିବେ। ତାପରେ ନେକ୍ସଟ ବଟନ୍ ଉପରେ କ୍ଲିକ୍ କରିବା। ଏଠାରେ ଆମର ଟଏଲେଟ୍ କ୍ୟାଟାଗୋରୀର ସମସ୍ତ କ୍ୱେଶ୍ଚନ୍ ସରିଯାଇଛି। ଆମେ ନେକ୍ସଟ ଉପରେ କ୍ଲିକ୍ କଲେ ଆମେ କ୍ୟାଟାଗୋରୀ ଚେଞ୍ଜକୁ ୟେସ୍ କରିବା। ତାପରେ ନେକ୍ସଟ କ୍ୱେଶ୍ଚନ୍କୁ ଆମେ ଏଠାରେ ଫିଲ୍ କରିବା। ଆପଣଙ୍କ ସ୍କୁଲରେ ଟଏଲେଟ୍ ୟୁଜ୍ ପରେ ହ୍ୟାଣ୍ଡ ୱାସିଂ ଫ୍ୟାସିଲିଟି କ'ଣ ରହିଛି? ଯଦି ଆପଣଙ୍କର ହ୍ୟାଣ୍ଡ ୱାସିଂ ପଏଣ୍ଟ ନାହିଁ ତେବେ ଆପଣ ଏ ସିଲେକ୍ଟ କରିବେ। ଯଦି ଆପଣଙ୍କର ହ୍ୟାଣ୍ଡ ୱାସିଂ ପଏଣ୍ଟ ଅଛି ନେକ୍ସଟ ଟୁ ଟଏଲେଟ୍ ୱିଥଆଉଟ୍ ରନିଂ ୱାଟର ତେବେ ଆପଣ ବି ସିଲେକ୍ଟ କରିବେ। ଆଉ ଯଦି ରନିଂ ୱାଟର ସହିତ ହ୍ୟାଣ୍ଡ ୱାସିଂ ପଏଣ୍ଟ ଅଛି ଟଏଲେଟ୍ କିମ୍ବା ଟଏଲେଟ୍ ବାହାରେ ତେବେ ଆପଣ ସି ଅପସନ୍ଟିକୁ ସିଲେକ୍ଟ କରିବେ ଏବଂ ନେକ୍ସଟ ଉପରେ କ୍ଲିକ୍ କରିବେ। ନେକ୍ସଟ କ୍ୱେଶ୍ଚନଟି ରହିଛି ଟଏଲେଟ୍ ୟୁଜ୍ ପରେ ଆପଣଙ୍କର ହ୍ୟାଣ୍ଡ ୱାସିଂ ପାଇଁ ସପ୍ର ଫ୍ୟାସିଲିଟି ଅଛି କି ନାହିଁ? ଯଦି ଆପଣଙ୍କର ଅନ୍ ଡିମାଣ୍ଡରେ ସପ୍ ଫ୍ୟାସିଲିଟି ରହୁଛି ଆଭେଲେବୁଲ୍ ରହୁଛି ତେବେ ବି ଅପସନ୍ଟିକୁ ସିଲେକ୍ଟ କରିବେ। ନଚେତ୍ ଯଦି ଆପଣଙ୍କର ସବୁବେଳେ ହ୍ୟାଣ୍ଡ ୱାସିଂ ପଏଣ୍ଟରେ ଆପଣଙ୍କର ସପ୍ ଆଭେଲେବୁଲ୍ ରହୁଛି ତେବେ ସି ଅପସନ୍କୁ ସିଲେକ୍ଟ କରିକି ନେକ୍ସଟ ଉପରେ କ୍ଲିକ୍ କରିବେ। ନେକ୍ସଟ ଅପସନ୍ଟି ଆସୁଛି ପିଲାମାନେ PM ପୋଷଣ ବା ମିଡ୍ ଡେ ମିଲ୍ ପୂର୍ବରୁ କିପରି ହ୍ୟାଣ୍ଡ ୱାଶ୍ କରୁଛନ୍ତି। ଆପଣଙ୍କର ହ୍ୟାଣ୍ଡପମ୍ପ କିମ୍ବା ବକେଟ୍ ଥ୍ରୋରେ ହ୍ୟାଣ୍ଡ ୱାଶ୍ କରୁଛନ୍ତି କିମ୍ବା ରନିଂ ୱାଟର ୱିଥ୍ ଟ୍ୟାପ୍ରେ ସେମାନେ ହ୍ୟାଣ୍ଡ ୱାଶ୍ କରୁଛନ୍ତି। ତ ମୁଁ ଏଠି ସି ଅପସନ୍ଟିକୁ ସିଲେକ୍ଟ କରିଛି। ନେକ୍ସଟ କ୍ୱେଶ୍ଚନଟି ରହିଛି ମିଡ୍ ଡେ ମିଲ୍ ପୂର୍ବରୁ ପିଲାମାନଙ୍କୁ ସପ୍ରେ ହ୍ୟାଣ୍ଡ ୱାସିଂ ପାଇଁ ପ୍ରୋଭାଇଡ଼ କରାହେଉଛି କି ନାହିଁ? ତ ଆପଣ ଏଠାରେ ଯଦି ପ୍ରୋଭାଇଡ଼ କରୁଥିବେ ସି ଅପସନ୍ ଚୁଜ୍ କରିବେ। ଆଉ ଯଦି ଅନ୍ ଡିମାଣ୍ଡରେ ସପ୍ ପ୍ରୋଭାଇଡ଼ ହେଉଥିବ ତେବେ ବି ଅପସନ୍ଟିକୁ ସିଲେକ୍ଟ କରିବେ। ମିଡ୍ ଡେ ମିଲ୍ ପୂର୍ବରୁ ସମସ୍ତ ପିଲା ସପ୍ ଦ୍ୱାରା ହ୍ୟାଣ୍ଡ ୱାଶ୍ କରୁଥିଲେ ଆପଣ ୟେସ୍ କରିବେ ଏବଂ ଆପଣଙ୍କର ଯେଉଁ ହ୍ୟାଣ୍ଡ ୱାଶ୍ ପଏଣ୍ଟ ଗୁଡ଼ିକ ରହିଛି ଯଦି ସେଇଟା ସବୁ ଗ୍ରେଡ଼ର ପିଲାମାନଙ୍କ ପାଇଁ ସୁଇଟେବୁଲ୍ ହେଉଛି ହ୍ୟାଣ୍ଡ ୱାସିଂ ପାଇଁ ତେବେ ଆପଣ ୟେସ୍ କରିବେ ନଚେତ୍ ନ କରିବେ। ତାପରେ ଆପଣ ଏଠାରେ କ୍ୟାଟେଗୋରୀ ଆପଣଙ୍କର କ୍ୱେଶ୍ଚନ୍ ସରିଯାଇଛି। ନେକ୍ସଟ କ୍ୟାଟେଗୋରୀକୁ ଆପଣ ଏଠାରେ ସିଲେକ୍ଟ କରିବେ। ତାପରେ ଅପରେସନ୍ ଆଣ୍ଡ ମେଣ୍ଟେନାନ୍ସ କ୍ୟାଟେଗୋରୀର ପ୍ରଥମ କ୍ୱେଶ୍ଚନ୍ ଯଦି ଆପଣଙ୍କର ସ୍କୁଲର କ୍ଲାସରୁମ୍ ଏରିଆ ଏବଂ କିଚେନ୍ ଏରିଆରେ ସଫିସିଏଣ୍ଟ ଡଷ୍ଟବିନ୍ ପ୍ରୋଭାଇଡ଼ କରାଯାଉଛି ତେବେ ଆପଣ ଏଠାରେ ୟେସ୍ କରିବେ ନଚେତ୍ ନ କରିବେ। ତାପରେ ଯଦି ଆପଣଙ୍କର ୱାଷ୍ଟ ଗୁଡ଼ିକ ବାୟୋଡିଗ୍ରେଡେବୁଲ୍ ଏବଂ ଡିଗ୍ରେଡେବୁଲ୍ ଅଲଗା ଅଲଗା କରିକି ରଖାଯାଉଛି ତେବେ ଆପଣ ଏଠାରେ ୟେସ୍ କରିବେ ନଚେତ୍ ନ କରିବେ। ତାପରେ ନେକ୍ସଟ କ୍ୱେଶ୍ଚନଟି ରହିଛି ସ୍କୁଲର ବାୟୋଡିଗ୍ରେଡେବୁଲ୍ ୱାଷ୍ଟ ଗୁଡ଼ିକ କମ୍ପୋଷ୍ଟ ପାଇଁ ସ୍କୁଲ କ'ଣ ପଦକ୍ଷେପ ନେଇଛି? ଯେପରିକି କିଛି ସ୍ପେସିଫିକ୍ ମେଜର ନେଇନାହାନ୍ତି କିମ୍ବା ଗୋଟେ ଏକ୍ସଟର୍ନାଲ ଏଜେନ୍ସି ଦ୍ୱାରା ଏହାକୁ କମ୍ପୋଷ୍ଟ କରାଯାଉଛି କିମ୍ବା ସ୍କୁଲ ପ୍ରିମିସ୍ ଭିତରେ ଏହାକୁ କମ୍ପୋଷ୍ଟ କରାଯାଉଛି ତାହା ଆପଣ ଏଠାରେ। ନେକ୍ସଟ କ୍ୱେଶ୍ଚନଟି ରହିଛି ଆପଣଙ୍କର ନନ୍ ବାୟୋଡିଗ୍ରେଡେବୁଲ୍ ୱାଷ୍ଟ ଗୁଡ଼ିକ ଆପଣ କିପରି ଡିସ୍ପୋଜ୍ କରୁଛନ୍ତି? ଯେମିତିକି ଏଣେ ତେଣେ ଫିଙ୍ଗି ଦେଉଛନ୍ତି କିମ୍ବା ପୋଡ଼ି ଦେଉଛନ୍ତି କିମ୍ବା ସ୍ପେସିଫିକ୍ ମେଜର ନେଉନାହାନ୍ତି କିମ୍ବା ଆପଣ ସ୍କୁଲ ପ୍ରିମିସ୍ ଭିତରେ ତାକୁ ପୋତି ଦେଉଛନ୍ତି କିମ୍ବା ମ୍ୟୁନିସିପାଲିଟି ଦ୍ୱାରା ତାହା କଲେକ୍ଟ କରାଯାଉଛି ଆପଣ ଆପଣଙ୍କ ହିସାବରେ ଏହାକୁ ସିଲେକ୍ଟ କରିବେ। ନେକ୍ସଟ କ୍ୱେଶ୍ଚନଟି ଅଛି ଆପଣଙ୍କ ସ୍କୁଲ ପ୍ରିମିସ୍ ଯଦି କ୍ଲିନ୍ ଅଛି ତେବେ ଆପଣ ଏଠାରେ ୟେସ୍ ମାରିବେ ନଚେତ୍ ନ ଉପରେ କ୍ଲିକ୍ କରିବେ। ତାପର କ୍ୱେଶ୍ଚନଟି ଅଛି ଆର୍ ଦ ସ୍କୁଲ ପ୍ରିମିସ୍ ଫ୍ରି ଫ୍ରମ୍ ୱାଟର ଲଗିଂ? ଯଦି ଆପଣଙ୍କ ସ୍କୁଲଟି ଜଳମଗ୍ନ ହେଇକି ରହୁଛି ତେବେ ଆପଣ ଏଠାରେ ନ କରିବେ। ଯଦି ଫ୍ରି ଅଛି ତେବେ ଆପଣ ଏଠାରେ ୟେସ୍ କରିବେ। ଆପଣଙ୍କର ଯଦି ନ୍ୟୁଟ୍ରିସନ୍ ବା କିଚେନ୍ ଗାର୍ଡ଼େନ୍ ଅଛି ତେବେ ଆପଣ ଏଠାରେ ୟେସ୍ କରିବେ ନଚେତ୍ ଆପଣ ନ ଉପରେ କ୍ଲିକ୍ କରିବେ। ନେକ୍ସଟ କ୍ୱେଶ୍ଚନଟି ରହିଛି ଆପଣଙ୍କର ଟିଚିଂ ଏରିଆ ବା କ୍ଲାସରୁମ୍ ଡେଲି ଯଦି କ୍ଲିନ୍ ହେଉଛି ତେବେ ଆପଣ ଏଠାରେ ୟେସ୍ କରିବେ। ତାପରେ ଆପଣଙ୍କ ଟଏଲେଟ୍କୁ କ୍ଲିନ୍ କରିବାର ଫ୍ରିକ୍ୱେନ୍ସି କେତେ ଦିନକୁ ଥରେ ଆପଣ ତାକୁ କ୍ଲିନ୍ କରୁଛନ୍ତି ତାକୁ ଆପଣ ଏଠାରେ ସିଲେକ୍ଟ କରିବେ। ସପ୍ତାହକୁ ଥରେ କିମ୍ବା 2 ଥର କିମ୍ବା ଡେଲି କରୁଛନ୍ତି କରିବେ। ତାପରେ ଟଏଲେଟ୍ କ୍ଲିନିଂରେ ଆପଣ କ'ଣ ମ୍ୟାଟେରିଆଲ୍ ଆପ୍ରୋପ୍ରିଏଟ୍ ମ୍ୟାଟେରିଆଲ୍ ୟୁଜ୍ କରୁଛନ୍ତି ତାହା ଆପଣ ଏଠାରେ ସିଲେକ୍ଟ କରିବେ। ୱିଥ୍ ସପ୍ ଆଣ୍ଡ ଡିଟର୍ଜେଣ୍ଟ ଡେଲି କ୍ଲିନ୍ କରୁଥିବେ ଯଦି କରିବେ ନଚେତ୍ ଟ୍ୱାଇସ୍ ଇନ୍ ଏ ୱିକ୍ କରିବେ କିମ୍ବା ଆପଣଙ୍କର ୱିକ୍ଲି ଥରେ କରୁଛନ୍ତି ସପିଂ ଏଜେଣ୍ଟ ଦ୍ୱାରା ଆପଣ ଏଠାରେ ସିଲେକ୍ଟ କରିବେ। ନେକ୍ସଟ କ୍ୱେଶ୍ଚନଟି ରହିଛି ଆପଣଙ୍କ ସ୍କୁଲର
କ୍ଲିନିଂ ଏବଂ ମେଣ୍ଟେନାନ୍ସ ଅଫ୍ ଟଏଲେଟ୍କୁ କିଏ ସୁପରଭାଇଜ୍ କରୁଛନ୍ତି। ଏଠାରେ ଆପଣ କ୍ଲିକ୍ କରିବେ ଟିମ୍ ଅଫ୍ ଟିଚର ଷ୍ଟାଫ୍ ଆଣ୍ଡ ଚାଇଲ୍ଡ କ୍ୟାବିନେଟ୍କୁ ଆପଣ ଏଠାରେ ସିଲେକ୍ଟ କରି ନେକ୍ସଟ କରିବେ। ତାପରେ ନେକ୍ସଟ କ୍ୱେଶ୍ଚନଟି ରହିଛି ଆପଣଙ୍କର ଫିଟିଂ ବା ଫ୍ଲସିଂ ବା ଡ୍ରେନେଜ୍ ପାଇପ୍ ଏଇସବୁକୁ ଟେକ୍ କେୟାର ବା ଅପକିପିଂ ମେଣ୍ଟେନାନ୍ସ କରୁଛନ୍ତି କି ନାହିଁ ତାକୁ ଆପଣ ଏଠାରେ ୟେସ୍ କରିବେ। ନେକ୍ସଟ କ୍ୱେଶ୍ଚନଟି ରହିଛି ଯଦି ଆପଣଙ୍କ ସ୍କୁଲର ସ୍କୁଲ ମ୍ୟାନେଜମେଣ୍ଟ କମିଟି ବିଭିନ୍ନ କାର୍ଯ୍ୟ ଯଥା ୱାସିଂ କ୍ଲିନିଂ ବିଭିନ୍ନ ପ୍ରକାର ମେଣ୍ଟେନାନ୍ସରେ ଯଦି ଆପଣଙ୍କୁ ସହଯୋଗ କରୁଛନ୍ତି ବା ସେଥିରେ ଭାଗ ନେଉଛନ୍ତି ତେବେ ଆପଣ ଏଠାରେ ୟେସ୍ କରିବେ। ତାପରେ ଏଇ କ୍ୟାଟେଗୋରୀର ସମସ୍ତ କ୍ୱେଶ୍ଚନ ସରିଯାଇଛି। ଆମେ ନେକ୍ସଟ କ୍ୟାଟେଗୋରୀକୁ ଚେଞ୍ଜ କରିବା। ତାପରେ ବିହେଭିୟର ଚେଞ୍ଜ ଆଣ୍ଡ କାପାସିଟି ବିଲ୍ଡିଂ ଏହାର ଫାର୍ଷ୍ଟ କ୍ୱେଶ୍ଚନଟି ରହିଛି ସ୍କୁଲରେ ଆଟଲିଷ୍ଟ 2 ଜଣ ଶିକ୍ଷକ ସାନିଟେସନ ଏବଂ ହାଇଜିନ୍ ଉପରେ ଟ୍ରେନିଂ ନେଇଛନ୍ତି କି ନାହିଁ। ଯଦି ଆପଣଙ୍କ ଟ୍ରେନିଂ ନେଇଛନ୍ତି ଏଠାରେ ୟେସ୍ କରିବେ, ନଚେତ୍ ଏହାକୁ ନ କରିବେ। ନେକ୍ସଟ କ୍ୱେଶ୍ଚନଟି ରହିଛି ଆପଣଙ୍କ ସ୍କୁଲର ଚାଇଲ୍ଡ କ୍ୟାବିନେଟ୍ ବିଭିନ୍ନ ପ୍ରକାର ସାନିଟେସନ ଏବଂ ହାଇଜିନ୍ ପ୍ରାକ୍ଟିସ୍ ଉପରେ ପାର୍ଟିସିପେଟ୍ କରୁଛନ୍ତି କି ନାହିଁ। ଯଦି କରୁଛନ୍ତି ତେବେ ଆପଣ ଏଠାରେ ୟେସ୍ କରିବେ ଏବଂ ନେକ୍ସଟ ଉପରେ କ୍ଲିକ୍ କରିବେ। ନେକ୍ସଟ କ୍ୱେଶ୍ଚନଟି ରହିଛି ଆପଣଙ୍କ ମିଡ୍ ଡେ ମିଲ୍ ପୂର୍ବରୁ ଚାଇଲ୍ଡ ମାନେ କିପରି ହ୍ୟାଣ୍ଡ ୱାସିଂ କରୁଛନ୍ତି ତାକୁ କିଏ ସୁପରଭାଇଜ୍ କରୁଛନ୍ତି। ଆପଣ ଏଠାରେ ଡେଡିକେଟେଡ୍ ଟିମ୍ ଅଫ୍ ଟିଚର୍ସ ଅର୍ ଷ୍ଟାଫ୍ ମେମ୍ବର ଆଣ୍ଡ ଚାଇଲ୍ଡ କ୍ୟାବିନେଟ୍କୁ ସିଲେକ୍ଟ କରିବେ। ତାପରେ ନେକ୍ସଟ କ୍ୱେଶ୍ଚନଟି ରହିଛି ଆପଣଙ୍କ ସ୍କୁଲରେ ସାନିଟେସନ ଏବଂ ହାଇଜିନ୍ ଏଜୁକେସନ ଉପରେ କେତେ ଦିନକୁ ଥରେ ଆୱାରନେସ୍ ପ୍ରୋଗ୍ରାମ ଆପଣ କରୁଛନ୍ତି, ଯେପରିକି ମର୍ଣ୍ଣିଂ ଆସେମ୍ବଲି ହେଉ କି ସ୍କୁଲ କ୍ଲବ୍ ହେଉ ଏଇଗୁଡ଼ିକରେ ପିଲାମାନଙ୍କୁ ଗ୍ୟାଦରିଂ କରିକି କିମ୍ବା ଫଙ୍କସନ୍ କରିକି ତାକୁ ଆପଣ ଏଠାରେ ସିଲେକ୍ଟ କରିବେ। ତାପରେ ନେକ୍ସଟ କ୍ୱେଶ୍ଚନଟି ରହିଛି ଆପଣ କଲଚରାଲ୍ ପ୍ରୋଗ୍ରାମ ଯେପରିକି ଏସେ ପେଣ୍ଟିଂ ଡିବେଟ୍ ଏଟସେଟ୍ରା ଏବଂ ହାଇଜିନ୍ ଏବଂ ସାନିଟେସନ ଉପରେ ଆପଣ ଯଦି ପ୍ରୋଗ୍ରାମ ଗୁଡ଼ିକ କରୁଛନ୍ତି କେତେ ଦିନ ଅନ୍ତରରେ ଏଗୁଡ଼ାକ କରୁଛନ୍ତି, କ୍ୱାର୍ଟରଲି କିମ୍ବା 6 ମନ୍ଥ କିମ୍ବା ଇୟରଲି ତାକୁ ଆପଣ ଏଠାରେ ସିଲେକ୍ଟ କରିବେ। ତାପରେ ନେକ୍ସଟ କ୍ୱେଶ୍ଚନଟି ରହିଛି ଆପଣଙ୍କର ଡିସ୍ପୋଜାଲ ଆଣ୍ଡ ୟୁଜ୍ ଅଫ୍ ସାନିଟେସନ ଏବଂ ହାଇଜିନ୍ ରିଲେଟେଡ୍ ପୋଷ୍ଟର ଆପଣଙ୍କ ସ୍କୁଲରେ ଯଦି ଆପଣଙ୍କ ୱାଲରେ ମରା ହେଇଥିବ ତେବେ ଆପଣ ୟେସ୍ କରିବେ। ତାପରେ ଗେଷ୍ଟ କିମ୍ବା ଏକ୍ସପର୍ଟ ମାନଙ୍କୁ ଡାକିକି ଯଦି ହାଇଜିନ୍ ଏବଂ ସାନିଟେସନ ଉପରେ ଆପଣ ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି କିମ୍ବା ଅର୍ଗାନାଇଜେସନର ଗେଷ୍ଟ ମାନଙ୍କୁ ଡାକିକି ତେବେ ଆପଣ ଏଠାରେ କେତେ ଦିନକୁ ଥରେ କରୁଛନ୍ତି ତାକୁ ଆପଣ ଏଠାରେ ସିଲେକ୍ଟ କରିବେ। ଆପଣଙ୍କ ସ୍କୁଲର ୱାଟର ସାନିଟେସନ ହାଇଜିନ୍ ଏବଂ କ୍ଲିନିନେସ୍ ପାଇଁ ଯଦି ଆପଣ ମନିଟରିଂ ପାଇଁ କିଛି ମେକାନିଜିମ୍ କରିଛନ୍ତି ତେବେ ଆପଣ ଏଠାରେ ୟେସ୍ କରିବେ। ତାପରେ ନେକ୍ସଟ କ୍ୟାଟେଗୋରୀର କ୍ୱେଶ୍ଚନ ରହିଛି ମିଶନ ଲାଇଫ୍ ଆକ୍ଟିଭିଟିଜର ଯଦି ଆପଣଙ୍କ ସ୍କୁଲରେ ଇକୋ କ୍ଲବ୍ କିମ୍ବା ୟୁଥ୍ କ୍ଲବ୍ ଏସବୁ ରହିଛି ତେବେ ଆପଣ ବି ଅପସନଟିକୁ ସିଲେକ୍ଟ କରିବେ ଏବଂ ଯଦି ସେଇ ଇକୋ କ୍ଲବ୍ କିମ୍ବା ୟୁଥ୍ କ୍ଲବ୍ ଗୁଡ଼ିକ ବିଭିନ୍ନ ଆୱାରନେସ୍ ପ୍ରୋଗ୍ରାମ ଏବଂ ଏନଭାରମେଣ୍ଟ ସାନିଟାଇଜେସନ ଏବଂ ମିଶନ ଲାଇଫ୍ କ୍ଲାଇମେଟ୍ ଆକ୍ସନ ଉପରେ କାମ କରୁଛନ୍ତି କିମ୍ବା ଆକ୍ଟିଭ ରୋଲ୍ ସେଥିରେ ତାଙ୍କର ରହିଛି ତେବେ ଆପଣ ସି ଅପସନଟିକୁ ଏଠାରେ ସିଲେକ୍ଟ କରିବେ। ନେକ୍ସଟ କ୍ୱେଶ୍ଚନଟି ରହିଛି ଯଦି ଆପଣଙ୍କ ସ୍କୁଲର ମିଶନ ଲାଇଫ୍ ଆକ୍ଟିଭିଟିକୁ ଆପଣ କରିଛନ୍ତି ଏବଂ ତାର ନୋଟିଫିକେସନଟି ମିଶନ ଲାଇଫ୍ ଇକୋ କ୍ଲବରେ ଅପଲୋଡ଼ କରିଛନ୍ତି ତେବେ ଆପଣ ବି ଅପସନଟିକୁ ସିଲେକ୍ଟ କରିବେ। ଯଦି ଆଟଲିଷ୍ଟ ଗୋଟିଏ ଇଭେଣ୍ଟ ଆପଣ ଅପଲୋଡ଼ କରିଛନ୍ତି ମିଶନ ଲାଇଫ୍ ପୋର୍ଟାଲରେ ତେବେ ସି ଅପସନଟିକୁ ସିଲେକ୍ଟ କରିବେ। ଯଦି ଆପଣ 2ଟି ଇଭେଣ୍ଟ ଅପଲୋଡ଼ କରିଛନ୍ତି ତେବେ ଡି ଅପସନଟିକୁ ଆପଣ ଏଠାରେ ସିଲେକ୍ଟ କରିବେ। ଏବଂ ନେକ୍ସଟ କ୍ୱେଶ୍ଚନଟି ରହିଛି ଯଦି ଆପଣଙ୍କ ସ୍କୁଲ ରିଏଲ ଲାଇଫ୍ ଏକ୍ଜାମ୍ପଲର ସହିତ 5Rରେ ପାର୍ଟିସିପେଟ୍ କରିବା ପାଇଁ ପିଲାମାନଙ୍କୁ ଏନକରେଜ୍ କରୁଛନ୍ତି ତେବେ ଆପଣ ଏଠାରେ ୟେସ୍ରେ କ୍ଲିକ୍ କରନ୍ତୁ। ତାପରେ ନେକ୍ସଟ କ୍ୱେଶ୍ଚନଟି ରହିଛି ଆପଣ ଲାଷ୍ଟ ଇୟରରେ ୱାଟର ଅଡ଼ିଟ୍ ଯଦି କଣ୍ଡକ୍ଟ କରିଥିବେ ସ୍କୁଲରେ ତେବେ ଆପଣ ଏଠାରେ ୟେସ୍ କରିବେ। ଏହିପରି ସମସ୍ତ କ୍ୱେଶ୍ଚନର ଆପଣ ଆନ୍ସର ଗୁଡ଼ିକୁ ସିଲେକ୍ଟ କରି ସାରିଲା ପରେ ସେଗୁଡ଼ିକୁ ସେଭ୍ କରିବା ପାଇଁ ସେଭ୍ ଏଜ୍ ଡ୍ରାଫ୍ଟ ଆପଣ ଦେଖିପାରୁଥିବେ ଲେଫ୍ଟ ସାଇଡ଼ରେ ରେଡ଼ରେ ଅଛି, ସେଠାରେ ଆପଣ କ୍ଲିକ୍ କରିକି এই ଆନ୍ସର ଗୁଡ଼ିକୁ ଆପଣ ସେଭ୍ କରିନେବେ। ତାପରେ ନେକ୍ସଟ ଉପରେ କ୍ଲିକ୍ କରିବେ ଏବଂ ଏଠାରେ ଫଟୋ ଅପଲୋଡ଼ କରିବା ପାଇଁ ଆପଣଙ୍କୁ ଏଠି କହୁଛି ଯେ ବିଭିନ୍ନ ପ୍ରକାର କ୍ୟାଟେଗୋରୀର ଏଠାରେ ଆପଣଙ୍କୁ ଫଟୋ ଅପଲୋଡ଼ କରିବା ପାଇଁ ପଡ଼ିବ। ଆପଣ ଆପଣଙ୍କ ମୋବାଇଲରେ ସେ ଫଟୋ ଗୁଡ଼ିକୁ ପ୍ରଥମେ କ୍ୟାପଚର କରିନେବେ, ତାପରେ ସେଗୁଡ଼ିକୁ ଏଠାରେ ଅପଲୋଡ଼ କରିବେ। ଏଠାରେ ଯେଉଁ ରେଡ୍ କଲରରେ ଅପଲୋଡ଼ ଲେଖା ହେଇଛି ତା ଉପରେ
क्लिक कले सेठारे आपणको गैलरी को नहीं जीवो से गैलरी रू आपण फोटो गुडी को सिलेक्ट करिवे एवं एठारे अपलोड कर देबे एवं शेष रे याकू सबमिट कर देबे। भिडियोटी को संपूर्ण देखिथिबारु आपण समस्तनकु धन्यवाद।